ଜୀବନରେ ଯାହାକୁ ଭୁଲି ନ ପାରିବ ତାକୁ କ୍ଷମା କରିଦେବ, ଆଉ ଯାହାକୁ କ୍ଷମା କରିପାରିବନି ତାକୁ ଭୁଲିଯିବ। ସେ ସେତେବେଳେ ଆମକୁ ଖୋଜନ୍ତିନି ଯେତେବେଳେ ଆମେ ଏକୁଟିଆ ରହିଯାଉ। ଲୋକେ ତ ସେତେବେଳେ ଆମକୁ ମନେ ପକାନ୍ତି ଯେତେବେଳେ ସେ ଏକୁଟିଆ ହୋଇଯାଆନ୍ତି। ଯଦି କେହି ବାରମ୍ବାର ତୁମ ସହ କଥା ହେବାକୁ ବାହାନା ଖୋଜୁଛି, ତାହେଲେ ଏକଥା ବୁଝିଯାଅ ଯେ ତୁମେ ତା ପାଇଁ ଜଣେ ଖାସ୍ ମଣିଷ ଅଟେ। ଯେଉଁ ମଣିଷ ମନରେ ତୁମ ପାଇଁ ଜାଗା ନାହିଁ, ସେ ତୁମର ଛୋଟ ଛୋଟ କଥାରେ ବହୁତ ରାଗିବ। ଦୁନିଆରେ କେହି ବି ଅଳସୁଆ ନୁହେଁ, କେବଳ ତାଙ୍କ ପାଖରେ ସେମିତି କିଛି ଲକ୍ଷ୍ୟ ବା ଉଦ୍ଦେଶ୍ୟ ହିଁ ନଥାଏ ଯାହା ତାଙ୍କର ନିଜ କର୍ମରେ ସାହାଯ୍ୟ କରିପାରିବ। ସଫଳତା ସେମାନେ ହୁଅନ୍ତି ଯିଏ ଅନ୍ୟର କଥା ଉପରେ ନୁହେଁ, ନିଜ କର୍ମ ଉପରେ ଭରସା ରଖିଥାଏ। ନିଜର ପରିଚୟ ଏମିତି ତିଆରି କର ଯେପରି ଲୋକମାନେ ତମ ଚେହେରାକୁ ନୁହେଁ, ବରଂ ତମ ନାଁକୁ ନେଇ ସେମାନେ ନିଜର ପରିଚୟ ବନେଇବେ। ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, ଆଉ ଅଳସୁଆ ୟାକୁ ହିଁ ନିଜ ଭାଗ୍ୟର ବରଦାନ ବୋଲି ବାହାନା କରିଥାନ୍ତି। ଭଲରେ ହାତକୁ ଦେଖିନିଅ, ସଫଳତା ତୁମ ହାତରେ ହିଁ ଅଛି, ହେଲେ ତାହା ହାତ ରେଖାରେ ନୁହେଁ, ବରଂ ହାତର ପରିଶ୍ରମରେ ହିଁ ଅଛି। ଜୀବନରେ ଏକ ସରଳ ମନ୍ତ୍ର ମନେ ରଖିଥିବ, ଯେ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିଚାଲିବି ସେ ପର୍ଯ୍ୟନ୍ତ ମୋତେ କେହି ବି ହରେଇ ପାରିବେ ନାହିଁ। ଏହି ମନ୍ତ୍ର ହିଁ ଆମକୁ ଜୀବନରେ ସର୍ବଶ୍ରେଷ୍ଠ ଉନ୍ନତି ଆଣିଥାଏ। ମଣିଷ ନିଜର ଜନ୍ମ ଦ୍ୱାରା ନୁହେଁ, ବରଂ ନିଜ କର୍ମ ଦ୍ୱାରା ମହାନ ହୋଇଥାଏ। ଆଖୁ ମିଠା ଲାଗେ ସତ, କିନ୍ତୁ ସେଥିରେ ଫଳ ଫଳେ ନାହିଁ। ଚନ୍ଦନର ମହକ ବହୁ ସୁଗନ୍ଧିତ, କିନ୍ତୁ ସେଥିରେ ଫୁଲ ଫୁଟେ ନାହିଁ। ପଳାଶ ଫୁଲର ଦେଖିବାକୁ ସୁନ୍ଦର, କିନ୍ତୁ ତାହାର ମହକ ହିଁ ନାହିଁ। ସେହିପରି ଆମେ ବି କିଛି ଦରକାରୀ ଗୁଣର ଅଧିକାରୀ। ସେଥିପାଇଁ କାହା ସହ ନିଜକୁ ତୁଳନା କରନି। ସବୁ ଗୁଣ ସମସ୍ତଙ୍କ ପାଖରେ ରହିବା ସମ୍ଭବ ନୁହେଁ। ଆମ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆମକୁ ନିଜେ ନେବା ହିଁ ଭଲ ହୋଇଥାଏ, ଯେପରି ପରେ କୌଣସି ଅବଶୋଷ ନ ହେବ, ଯାହା କଷ୍ଟ ବା ଦୁଃଖର କାରଣ ସାଜିବ। ଅସମ୍ଭବ ଶବ୍ଦର ପ୍ରୟୋଗ କେବଳ ଡରୁଆ ଲୋକ ହିଁ କରନ୍ତି। ସାହସୀ ତଥା ବୁଦ୍ଧିମାନ ବ୍ୟକ୍ତି ନିଜ କର୍ମ ବଳରେ ଇତିହାସ ରଚନ୍ତି। ମଣିଷ ସେତେବେଳେ ସଫଳତାର ପ୍ରଥମ ସୋପାନ ଚଢ଼ିଥାଏ ଯେତେବେଳେ ସେ ଦୁନିଆକୁ ନୁହେଁ, ବରଂ ନିଜକୁ ବଦଳାଇବା ଆରମ୍ଭ କରିଥାଏ। ସେହି ଝିଅର ପ୍ରେମ କେବେ ବି ମିଛ ହୋଇନଥାଏ, ଯିଏ ଏହି କଥା ପୁଅଟିକୁ କହିଥାଏ କି ତୁମ ପାଖରେ ଧନ ଥାଉ କି ନଥାଉ, ମୋର କେବଳ ତୁମେ ହିଁ ଦରକାର, ଆଉ ତୁମର ଭଲ ପାଇବା ହିଁ ଦରକାର। ଭରସା ଏମିତି ଗୋଟେ ଜିନିଷ ଯାହା ଥରେ ଚାଲିଗଲେ ଆଉ କେବେ ବି ଫେରେନି। ସେଥିପାଇଁ ଭରସା ନିଜ ଉପରେ ହିଁ କରନ୍ତୁ, ତାହେଲେ ସେ ତୁମର ସାହସ ହେବ। ଆଉ ଅନ୍ୟମାନଙ୍କର ଉପରେ ରଖିଲେ ସେ ତୁମର ଦୁର୍ବଳତା ହେବ। ଭାଇମାନେ, ଦୁନିଆରେ ଭଗବାନଙ୍କୁ ନ ଡରିଲେ ଚଳିବ, କିନ୍ତୁ ନିଜ କର୍ମକୁ ଡରିବା ଦରକାର। କାହିଁକି ନା କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଥିଲା। ମଣିଷର ଭଲ କର୍ମରେ ସମସ୍ତେ ଚୁପ୍ ରୁହନ୍ତି, କିନ୍ତୁ ଖରାପ କର୍ମରେ ତାଙ୍କର ପାଟିରୁ ଏମିତି କିଛି ଶବ୍ଦ ବାହାରେ ଯାହା ଆମକୁ ସହିବାକୁ ପଡ଼େ। କୌଣସି ମଣିଷକୁ ଯଦି ଆପଣ ଅଧିକ ସୁଧାରିବାକୁ ଚାହିଁବେ, ତେବେ ସେ ତୁମର ଦିନେ ନା ଦିନେ ଶତ୍ରୁ ହୋଇଯିବ। ଏହି 5ଟି କଥା କେବେ ବି କାହାକୁ କହିବେନି।
ଏକରେ ନିଜ ଇନକମ୍ ବିଷୟରେ, ଦୁଇରେ ନିଜ ପରିସ୍ଥିତି ବିଷୟରେ, ତିନିରେ ନିଜ ଘର କଥା କେବେ କାହାକୁ କହିବେନି, ଚାରିରେ ଆପଣଙ୍କ ଦୁର୍ବଳତା ବିଷୟରେ, ପାଞ୍ଚରେ ଆପଣଙ୍କ ଶତ୍ରୁତା ବିଷୟରେ। କାରଣ ଏସବୁ କହିଲେ ଦିନେ ନା ଦିନେ ସେ ଆମକୁ ଏମିତି ବ୍ଲାକମେଲ୍ କରିବ ଯାହାକି ଆମେ ଭୁଲ ନ କରି ମଧ୍ୟ କ୍ଷମା ମାଗିବାକୁ ପଡ଼ିଥାଏ।